ବର୍ତ୍ତମାନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଯେଉଁ ଭତ୍ତା ଟଙ୍କା ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଉଥିଲା, ଯେଉଁମାନେ ବାର୍ଦ୍ଧିକ, ଯେଉଁମାନେ ବିକଳାଙ୍ଗ ରହିଛନ୍ତି, ଯେଉଁମାନେ ବିଧବା ରହିଛନ୍ତି, ତ ସେମାନଙ୍କୁ ଭତ୍ତା ଟଙ୍କା ମିଳିବାରେ ବିଳମ୍ବ ହେଉଥିଲା। ତ ଏହି ଭତ୍ତା ଟଙ୍କା ପ୍ରଦାନ କରିବାରେ ସରକାରଙ୍କ ତରଫରୁ ବିଳମ୍ବ ହେବା ଯୋଗୁଁ ହିତାଧିକାରୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ଏବଂ ଅନେକ ସାରା ଅସୁବିଧାରେ ମଧ୍ୟ ସମ୍ମୁଖୀନ ହୋଇଥିଲେ। ଯଦି ଆମେ ଦେଖିବା, ହିତାଧିକାରୀ 3ରୁ 4 ମାସ ଭତ୍ତା ଟଙ୍କା ପାଇନାହାନ୍ତି। ସରକାରଙ୍କ ତରଫରୁ ଯେଉଁ ଅସୁବିଧା ରହିଥିଲା ତାହା ଧୀରେ ଧୀରେ ସେ ଅସୁବିଧା ଗୁଡ଼ିକୁ ସମାଧାନ କରାଯାଉଛି, ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ଆପଣ ସମସ୍ତେ ଜାଣିଛନ୍ତି 2 ମାସର ଭତ୍ତା ଟଙ୍କା ବନ୍ଦକୁ ନେଇ ସରକାର ଏକ ନୋଟିସ୍ ମଧ୍ୟ ହିତାଧିକାରୀମାନଙ୍କ ପାଇଁ ଜାରି କରିଥିଲେ, ଯେଉଁଟାକି ଆପଣମାନଙ୍କର ଏପ୍ରିଲ ଆଉ ମେ ମାସ, ଏହି 2 ମାସର ଭତ୍ତା ଟଙ୍କା ଆପଣମାନଙ୍କର ବନ୍ଦ କରିଥିଲେ। ସରକାର କାହିଁକି ବନ୍ଦ କରିଥିଲେ ନା, ଯେଉଁ ବୈଷୟିକ ତ୍ରୁଟି ରହିଥିଲା, ଯେଉଁ ସର୍ଭର ଯେଉଁ ଏରର ରହିଥିଲା, ସେ ସର୍ଭରକୁ ଠିକ୍ କରିବା ପାଇଁ ସରକାରଙ୍କୁ ସମୟ ଲାଗିଥିଲା, 2 ମାସ ସମୟ ଲାଗିଥିଲା। ତାପରେ ଏହି 2 ମାସର ଭତ୍ତା ଜୁନ୍ 20-21 ତାରିଖ ମଧ୍ୟରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ଆସିଥିଲା। ସରକାର ପଠାଇଥିଲେ ଡିବିଡ଼ି ମାଧ୍ୟମରେ। ଯେଉଁ ଡିବିଡ଼ିର ସଂଶୋଧନ ବୈଷୟିକ ତ୍ରୁଟି ଯୋଗୁଁ ତ ଭତ୍ତା ଟଙ୍କା ଦେବାରେ ସରକାର ବିଳମ୍ବ କରୁଥିଲେ। ଆଉ ଯେଉଁ 2 ମାସ କାମ ଚାଲିଥିଲା, ସେଇ 2 ମାସର ଭତ୍ତା ଟଙ୍କା ମଧ୍ୟ ହିତାଧିକାରୀମାନଙ୍କୁ ମିଳିଥିଲା। ବର୍ତ୍ତମାନ ଯଦି ଆମେ ଦେଖିବା ଯେ ଭତ୍ତା ଟଙ୍କା ଅନେକ ହିତାଧିକାରୀଙ୍କର 3 ମାସରୁ 4 ମାସ ଭତ୍ତା ଟଙ୍କା ବାକି ରହିଛି। ତ ଏହି ଭତ୍ତା ଟଙ୍କା ସେମାନଙ୍କୁ କେବେ ମିଳିବ, ତ ସରକାରଙ୍କ ତରଫରୁ ଏହାକୁ ନେଇ କ'ଣ ଘୋଷଣା କରାଯାଇଛି, ତ ଏହି ଭିଡ଼ିଓ ମାଧ୍ୟମରେ ଡିଟେଲ୍ସ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ତା ସହିତ ଆପଣମାନଙ୍କର ଯାହା ବି ଅସୁବିଧା ରହିଛି, ସେ ଅସୁବିଧାଟିକୁ ଆପଣମାନେ କେମିତି ସମାଧାନ କରିପାରିବେ, ଏ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି। ତ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି ତ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ସେଇ ଭାଇମାନଙ୍କୁ ମୁଁ କହିବି, ସେଇ ଦର୍ଶକ ବନ୍ଧୁମାନଙ୍କୁ ମୁଁ କହିବି, ଯେଉଁମାନେ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ, ଯାହାଫଳରେ ଆପଣମାନେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଗୁଡ଼ିକ ଆପଣମାନେ ଡେଲି ପାଇପାରିବେ। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଚାହିଁବି, ଯେଉଁ ହିତାଧିକାରୀମାନଙ୍କୁ ଭତ୍ତା ଟଙ୍କା ମିଳୁନଥିଲା, ତାଙ୍କର କୌଣସି ତ୍ରୁଟି ଥିଲା, ସେଇ ତ୍ରୁଟିକୁ ଠିକ୍ କରିବା ପାଇଁ ସରକାରଙ୍କ ତରଫରୁ ବାରମ୍ବାର ସେମାନଙ୍କୁ ନୋଟିସ୍ ଆସୁଥିଲା। ଆପଣମାନଙ୍କର ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆସିଛି, ମେସେଜ ମାଧ୍ୟମରେ ବି ଆସିଛି। ତ ସରକାର ଯେଉଁ ନୋଟିସ୍ଟି ପ୍ରଦାନ କରିଥିଲେ ହିତାଧିକାରୀମାନଙ୍କର ବ୍ୟାଙ୍କ ସହିତ ଜଡ଼ିତ ସମସ୍ୟା ଯେଉଁ ରହିଛି, ସେହି ସମସ୍ୟା ଗୁଡ଼ିକୁ ସମାଧାନ କରିବା ପାଇଁ ସରକାରଙ୍କ ତରଫରୁ ହିତାଧିକାରୀମାନଙ୍କୁ କୁହାଯାଇଥିଲା। ତ ଯେଉଁ ହିତାଧିକାରୀମାନେ ଯେଉଁ ବ୍ୟାଙ୍କ ସମସ୍ୟା ଗୁଡ଼ିକ ରହିଛି, ସେହି ସମସ୍ୟା ଗୁଡ଼ିକୁ ସମାଧାନ କରିଥିଲେ, ତ ସେମାନଙ୍କର ଭତ୍ତା ଟଙ୍କା ସେମାନଙ୍କର ବ୍ୟାଙ୍କ ଖାତାକୁ ଆସିଥିଲା। ତ ଆପଣ ଜାଣିଥିବେ ଅନେକ ହିତାଧିକାରୀ ମଧ୍ୟ 4 ମାସର ଭତ୍ତା ଟଙ୍କା ପାଇନାହାନ୍ତି। ତ କିଛି ହିତାଧିକାରୀଙ୍କର ଯେଉଁ ଏପ୍ରିଲ ଆଉ ମେ ମାସର ଭତ୍ତା ଟଙ୍କା ଜୁନ୍ ମାସରେ ମିଳିଥିଲା, ତ ସେମାନଙ୍କୁ ଜୁନ୍ 21 ଭିତରେ, ତାପରେ ଆପଣମାନଙ୍କର ଜୁନ୍ ଜୁଲାଇ ମାସର ଯେଉଁ ଭତ୍ତା ଟଙ୍କା ଆପଣମାନଙ୍କର ଜୁଲାଇ 29ରେ କିଛି ହିତାଧିକାରୀଙ୍କର ବ୍ୟାଙ୍କ ଖାତାକୁ ଆସିଛି। ତ ଏମିତି ପର୍ଯ୍ୟାୟକ୍ରମେ ପ୍ରଥମେ 2 ମାସର ଭତ୍ତା ଟଙ୍କା ଆସିଥିଲା ଏପ୍ରିଲ ମେ, ତାପରେ ଆପଣମାନଙ୍କର ଜୁନ୍ ଜୁଲାଇ, ତ ଏହି 2 ମାସର ଭତ୍ତା ଟଙ୍କା ମଧ୍ୟ ହିତାଧିକାରୀମାନଙ୍କୁ ମିଳିଛି। 29ରେ ମିଳିଥିଲା, କିନ୍ତୁ ଅନେକ ହିତାଧିକାରୀଙ୍କର ମଧ୍ୟ ପ୍ରଶ୍ନ ରହିଛି। କିଛି ଏମିତିକା ହିତାଧିକାରୀ ରହିଛନ୍ତି, ସେମାନେ 3 ମାସରୁ 4 ମାସ ଭତ୍ତା ଟଙ୍କା ପାଇନାହାନ୍ତି। ତ ସେମାନେ କାହିଁକି ଭତ୍ତା ଟଙ୍କା ପାଇନାହାନ୍ତି, ତ ଭତ୍ତା ଟଙ୍କା ମିଳିବାରେ କ'ଣ ଅସୁବିଧା ସେମାନଙ୍କର ରହିଛି, ତ ସରକାରଙ୍କ ତରଫରୁ ସେମାନଙ୍କ ପାଇଁ କ'ଣ ଘୋଷଣା ରହିଛି, ତ এই ভিডিও মাধ্যমে ମୁଁ ଆପଣମାନଙ୍କୁ ଡିଟେଲ୍ସ ଜଣାଇବି। ଧ୍ୟାନ ସେ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣ ସବୁ କିଛି ବୁଝିପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକ ଲିଷ୍ଟ ମଧ୍ୟ ହିତାଧିକାରୀମାନଙ୍କ ପାଇଁ ଜାରି କରାଯାଇଛି, ସରକାର ଜାରି କରିଛନ୍ତି ପୋର୍ଟାଲରେ। ତ ଆପଣ ଚାହିଁଲେ ନିଜର ମୋବାଇଲ ମାଧ୍ୟମରେ ଚେକ୍ କରିପାରିବେ ଯେ କେଉଁ କେଉଁ ହିତାଧିକାରୀମାନେ ଭତ୍ତା ଟଙ୍କା ପାଇଛନ୍ତି ଜୁଲାଇ ମାସ ସୁଦ୍ଧା, କେଉଁ ହିତାଧିକାରୀମାନେ ପାଇନାହାନ୍ତି, କେଉଁ ହିତାଧିକାରୀମାନେ କେତେ ମାସର ଭତ୍ତା ଟଙ୍କା ପାଇଛନ୍ତି, ଆପଣ এই লিষ্টରୁ ମଧ୍ୟ ଜାଣିପାରିବେ, ଯାହା ପୋର୍ଟାଲରେ ମଧ୍ୟ ପବ୍ଲିଶ କରାଯାଇଛି। ଯେଉଁ ସୂଚନାଟି ଆପଣମାନଙ୍କୁ ମୁଁ ଦେବା ପାଇଁ ଯାଉଛି, ତ ଆପଣମାନେ କୌଣସି ସୋସିଆଲ ମିଡ଼ିଆରେ ଆପଣ ପାଇବେନି। ତ ସର୍ବପ୍ରଥମେ ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଯେଉଁ ସୂଚନାଟି ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି, ଆପଣ ନିଜର ମୋବାଇଲ ମାଧ୍ୟମରେ ତାହା ଚେକ୍ କରିବେ। ତ ଆପଣ ନିଜର ଚେକ୍ କରିବା ସହିତ ଆପଣଙ୍କର ସାହି ପଡ଼ିଶା ଏବଂ ଆପଣମାନଙ୍କର ବନ୍ଧୁବାନ୍ଧବଙ୍କର ଯେଉଁମାନେ ଭତ୍ତା ଟଙ୍କା ପାଉଛନ୍ତି ସେମାନଙ୍କର ମଧ୍ୟ ଆପଣ ଚେକ୍ କରିପାରିବେ। ସର୍ବପ୍ରଥମେ ଆପଣମାନଙ୍କର ଯେକୌଣସି ଗୋଟିଏ ମୋବାଇଲ ବ୍ରାଉଜରକୁ ଯାଆନ୍ତୁ, ଯେମିତିକା ଗୁଗଲ କ୍ରୋମ୍ ରହିଛି, ସର୍ଚ୍ଚ ବାର୍ରେ ଆପଣ ଲେଖନ୍ତୁ NSAP। ଆପଣ NSAP
ଲେଖି ସର୍ଚ୍ଚ କରନ୍ତୁ। ଯେତେବେଳେ ଆପଣ NSAP ଲେଖି ସର୍ଚ୍ଚ କରିବେ ତ ଆପଣଙ୍କ ସାମ୍ନାରେ ଏଇଭଳି ଏକ ପେଜ୍ ଓପନ୍ ହେଇକି ଆସିବ। ତ ଆପଣ ଦେଖିବାକୁ ପାଉଥିବେ ଯୋଉଟା କି ଅଫିସିଆଲି ପେଜ୍ର ଲିଙ୍କ୍ ଆସିଗଲା NSAPର। ତ ଆପଣ କ'ଣ କରିବେ, ଏହି ଲିଙ୍କ୍ ଉପରେ ଆପଣ କ୍ଲିକ୍ କରନ୍ତୁ। ଯେତେବେଳେ ଆପଣ ଏହି ଲିଙ୍କ୍ ଉପରେ କ୍ଲିକ୍ କରିବେ ତ ଆପଣମାନେ NSAPର ଅଫିସିଆଲି ୱେବସାଇଟ୍ରେ ପହଞ୍ଚିଯିବେ। ଆପଣମାନେ ଏହି ୱେବସାଇଟ୍ରେ କେଉଁ ହିତାଧିକାରୀମାନେ କେଉଁ କେଉଁ ମାସରେ ଭତ୍ତା ଟଙ୍କା ପାଇଛନ୍ତି, କେତେ ଟଙ୍କା ପାଇଛନ୍ତି ଡିଟେଲ୍ସ ଆପଣ ଜାଣିପାରିବେ। ଆପଣଙ୍କର ବି ଚେକ୍ କରିବେ ଆଉ ଅଲଗା ଲୋକଙ୍କର ମଧ୍ୟ ଆପଣ ଚେକ୍ କରିପାରିବେ। ତ ଯେତେବେଳେ ଆପଣ ଅଫିସିଆଲି ପେଜ୍ରେ ଆସିକି ପହଞ୍ଚିବେ, ଦେଖନ୍ତୁ ଏଠାରେ ଗୋଟେ ଅପସନ୍ ରହିଛି ରିପୋର୍ଟସ୍ ରହିଛି। ଏହି ରିପୋର୍ଟସ୍ ଅପସନ୍ ଉପରେ ଆପଣ କ୍ଲିକ୍ କରିବେ। ଯେତେବେଳେ ଆପଣ ଏହି ରିପୋର୍ଟସ୍ ଅପସନ୍ ଉପରେ କ୍ଲିକ୍ କରିବେ ତାପରେ এইଭଳି ଏକ ପେଜ୍ ଓପନ୍ ହେଇକି ଆସିବ, ଯୋଉଟା କି ଆପଣ ଦେଖିବାକୁ ପାଉଥିବେ লিস্ট অফ রিপোর্টস রয়েছে। এঠারে ଆପଣ অনেক সারা অপশন ଦେଖିବାକୁ পাউଥିବେ। তো ଆପଣ কোউ অপশন উপরে ক্লিক করিবে, जो आपण मानकर 3 नंबर ऑप्शन रही स्टेट डैशबोर्ड रही आपण सेही ऑप्शन उपरे क्लिक करंतु। जेतेबेले आपण स्टेट डैशबोर्ड ऑप्शन उपरे क्लिक करिवे तो आपणक सामना रे एई भली एक पेज ओपन हेकी आसीबो। तो एठी सर्वप्रथमे गोटे ऑप्शन आपण देखिबाकू पाउथिबे स्टेट रही, तापरे गोटे ऑप्शन रही आपण मानकर ऑल स्कीम रही, स्कीम ऑप्शन गोटे रही, तापरे आपण मानकर बूथ रही, तापरे आपण मानकर कैप्चा कोड रही। एही कैप्चा कोड टी को एई बॉक्स रे आपण मानकू निर्भुल भाव रे दबा पई पड़िबो। तो चलंतु सर्वप्रथमे आमे स्टेट टी को सिलेक्ट करदो। जेहेतु हमर स्टेट ओडिशा रही तो आमे ओडिशा को सिलेक्ट करनबा। ओडिशा को सिलेक्ट कला परे आपण माने स्कीम ऑप्शन देखुचंती। जेतेबेले आपण माने एही स्कीम ऑप्शन उपरे क्लिक करिवे एठारे अनेक सारा स्कीम रही, जेमिति कि आपण मानकर IJN OAPS, आ गुटे आपण मानकर IJN DPS, आ गुटे आपण मानकर IJN WPS, आ गुटे आपण मानकर NPBS। एही भली अनेक सारा योजना गुड़िक रही। योजना गुड़िक माध्यम हिताधिकारी माने भत्ता टंका पाउछंती। एथिरे मध्य मधुबाबू पेंशन योजना रो स्कीम मध्य रही। तो मु आपन को देखौची, देखंतु एठी आपण मानकर MBPOAP जोटा कि मधुबाबू पेंशन ओल्ड एज पेंशन। तो मु आपण मानकू एक स्कीम सिलेक्ट करके मु आपन को देखौची जे आपण केमिति चेक करिवे जे हिताधिकारी माने केउ तारीख रे भत्ता टंका पाइछंती, केते मासर भत्ता टंका पाइछंती। तो मु गोटे स्कीम को सिलेक्ट कला परे तो एठारे जो कैप्चा कोड रही मु कैप्चा कोड टी को निर्भुल भाव रे ए बॉक्स रे देई दउची। कैप्चा कोड टी को निर्भुल भाव रे देला परे आपण कोन करिवे, सबमिट बटन ऊपर आपण क्लिक करिवे। तापरे आपण मानकर डिस्ट्रिक्ट गुडी को शो करिवो, आपण मानकर को डिस्ट्रिक्ट आपण सिलेक्ट करनियंतु। तो कलाहांडी डिस्ट्रिक्ट को मो सिलेक्ट कर नउची। तापरे आपण माने कलाहांडी जिल्लार को ब्लॉक आपणकर आपण सिलेक्ट करिवे आपण को अनुसार। मु एठी भवानीपाटना को सिलेक्ट कर नउची। सिलेक्ट कला परे प्रोसेसिंग नबो, प्रोसेसिंग नेला परे आपण को सामना रे एई भली पेज फोनी ओपन हेकी आसीबो। तो आमे स्क्रॉल करिबा, स्क्रॉल कला परे देखंतु एठारे आपण मानकर को ग्राम पंचायत आपण को अनुसार आपण सिलेक्ट करिवे। तो मु एठी अड़तल ग्राम पंचायत को सिलेक्ट कर नउची। तापरे देखंतु एठारे हिताधिकारी नाम शो कला जे तांकर डिस्ट्रीब्यूट मोड भी मध्य बैंक रही, PFMS रजिस्टर्ड मध्य येस रही। एठारे आपण देखिबा को पाउथिबे। तो आपण सेही हिताधिकारी डिटेल्स जानिबा को हेले एक ब्लू लिंक परे आपण को क्लिक करिया पई पड़िबो। से लिंक परे क्लिक कला परे देखंतु जो हिताधिकारी डिटेल्स पळि आसिला जे को मासरे केते टंका तांको मिलिछि, लास्ट जो पेंशन मिलिथिबा मंथ मध्य एठारे मेंशन रहिछि, आपण देखिबा को पाउथिबे। आपण मध्य एमिति चेक करि परिबे।